ରାସ୍ତାରେ ପାଇଥିବା ଟଙ୍କା ଆରକ୍ଷୀ ଅଧୀକ୍ଷକଙ୍କୁ ଫେରାଇ ମହନୀୟତା ଦେଖାଇଛନ୍ତି ଅକ୍ଷୟ। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କହ୍ନେଇବିନ୍ଧା ପଞ୍ଚାୟତ ପରମେଶ୍ୱରପୁର ଗ୍ରାମର ଅକ୍ଷୟ କୁମାର ସେଠୀ ପୁଅ ଦିଲ୍ଲୀ ଏମ୍ସରେ ପାଠ ପଢୁଥିବାରୁ ତାଙ୍କୁ ଭଦ୍ରକ ରେଳ ଷ୍ଟେସନରେ ଛାଡ଼ିବାକୁ ଆସିଥିଲେ। ଷ୍ଟେସନରୁ ଘରକୁ ଫେରିବା ବେଳେ ଅଟୋ ଷ୍ଟାଣ୍ଡ ନିକଟରେ ସେ ନଗଦ 20,200 ଟଙ୍କା ପାଇଥିଲେ। ଟଙ୍କା ପାଇଥିବା ନେଇ ଅଟୋ ଷ୍ଟାଣ୍ଡର ଡ୍ରାଇଭରଙ୍କୁ ଜଣାଇବା ସହିତ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ମଧ୍ୟ କରିଥିଲେ। ପରେ ସେ ସ୍ଥିର କଲେ ପାଇଥିବା ଟଙ୍କା ଭଦ୍ରକ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ରାଉତଙ୍କୁ ଦେବା ପାଇଁ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ପାଇଥିବା 20,200 ଟଙ୍କା ଅଧୀକ୍ଷକ ଶ୍ରୀ ରାଉତଙ୍କୁ ଦେଇଥିଲେ। ଅକ୍ଷୟଙ୍କ ଏପରି ମହନୀୟତା ପାଇଁ ଆରକ୍ଷୀ ଅଧୀକ୍ଷକ ତାଙ୍କର ଭୂୟସୀ ପ୍ରଶଂସା କରିଛନ୍ତି। ଭେରିଫିକେସନ ହେଇକି ପ୍ରପରଲି ମୁଁ ଏଟା କହିଦେବି ମିଡ଼ିଆରେ, ସୋସିଆଲ ମିଡ଼ିଆରେ ସିଏ ବି ଦେଇଛନ୍ତି। ଆମେ ପୁଲିସ ହ୍ୟାଣ୍ଡେଲ ବି ପକେଇଦେବା, ତାଙ୍କ ଫଟୋ ଟଙ୍କା ସହ ପକେଇଦେବା। ସେଇଟା ଯିଏ ଆସିବ ତାର କ୍ଲେମ୍ କରିବ, ପ୍ରମାଣ ଦେଇକି ନେବ ତମଠୁ ଆଉ ହେଲା। ଆଉ ଜଣକୁ ପଠା ନେଇଯିବ ପଇସା ଗୁଡ଼ା। ଅକ୍ଷୟ ସେଠି ନା? ଆଜ୍ଞା। ଘର ପରମେଶ୍ୱରପୁର। କୋଉଠି ସେଟା? ବାଲିଖଣ୍ଡ ପୋଷ୍ଟ କହ୍ନେଇବିନ୍ଧା ବାଲିଖଣ୍ଡ ସିମୁଳିଆ ଥାନା। ସେଟା କେବେ? 2 ଦିନ ତଳେ? ହଁ 2 ଦିନ ତଳେ, 2 ତାରିଖ 2 ତାରିଖ। ପହରଦିନ କାମ ଏଟା ଷ୍ଟେସନ ପାଖରେ ନା? ହଁ ବାହାରେ, ଷ୍ଟେସନ ବାହାରେ। ତୁମ ମୋବାଇଲ ନମ୍ବରଟା ଦିଅ। ଅଲଗା ଲେଖିଦିଅ। ପରମାନନ୍ଦ